ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାର ଜ୍ୟୋତିଷୀୟ ମହତ୍ତ୍ୱ ଓ ନବଗ୍ରହଙ୍କର ଶାନ୍ତି ବିଧାନ ଏବଂ ସମସ୍ତ ନବଗ୍ରହଙ୍କର ଦୋଷ ଖଣ୍ଡନ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଚାରିଧାମ ମଧ୍ୟରେ ଶ୍ରେଷ୍ଠ ଧାମ ଶ୍ରୀ ଜଗନ୍ନାଥ ଧାମ। ବଙ୍ଗୋପସାଗରର ନୀଳ ଜଳରାଶି କୂଳରେ କେଉଁ ସ୍ମରଣାତୀତ କାଳରୁ ପୁଣ୍ୟ ନୀଳାଚଳ ଧାମରେ ବିରାଜିତ ଶ୍ରୀ ଜଗନ୍ନାଥ ମହାପ୍ରଭୁ। ସମଗ୍ର ସଂସାରରେ ଏହି ଜଗନ୍ନାଥ ଧାମ ବା ପୀଠ ଏକମାତ୍ର ପୀଠ ଯେଉଁଠାରେ କି ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରାଣୀ ନିର୍ବାଣ ପ୍ରାପ୍ତ ହୋଇଥାଏ, ମୋକ୍ଷ ହୋଇଯାଏ, ଜନ୍ମ ମୃତ୍ୟୁର ସଂସାର ଚକ୍ରରୁ ରକ୍ଷା ପାଇଯାଇଥାଏ, ପୁନର୍ବାର ସଂସାରରେ ଜନ୍ମଗ୍ରହଣ କରିବାକୁ ପଡ଼ିନଥାଏ। ସେଥିପାଇଁ ତ ଲେଖା ଅଛି, ରଥେତୁ ବାମନ ଦୃଷ୍ଟଂ ପୁନର୍ଜନ୍ମ ନ ବିଦ୍ୟତେ। ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ବର୍ଣ୍ଣନା କରାଯାଇଛି, ଶ୍ରୀକ୍ଷେତ୍ରରେ ଶ୍ରୀଙ୍କର ଈଶ ଅର୍ଥାତ୍ ଲକ୍ଷ୍ମୀଙ୍କର ଯେ ସ୍ୱାମୀ ସ୍ୱୟଂ ଭଗବାନ ବିଷ୍ଣୁ ଲକ୍ଷ୍ମୀପତି ଶ୍ରୀକ୍ଷେତ୍ର ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ମାନବ ଲୀଳା କରିବା ପାଇଁ ଦାରୁ ବିଗ୍ରହ ରୂପ ଧାରଣ କରିଛନ୍ତି। ରଥଯାତ୍ରା ଶ୍ରୀ ଗୁଣ୍ଡିଚା ଯାତ୍ରା ତାଙ୍କର ଏକ ମାନବୀୟ ଲୀଳା। ଗୁଣ୍ଡିଚା ମନ୍ଦିର ଚାରି ଦାରୁ ବିଗ୍ରହଙ୍କର ଜନ୍ମପୀଠ ବା ଜନ୍ମବେଦୀ। ପୌରାଣିକ ଆଖ୍ୟାନ ଅନୁଯାୟୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ରୂପେ ମହୋଦଧି ବା ଆଜିର ବଙ୍ଗୋପସାଗରରେ ଦିବ୍ୟ ଦାରୁଙ୍କର ଆବିର୍ଭାବ ଘଟିଥିଲା ଏବଂ ସେହି ଦାରୁରେ ଗୁଣ୍ଡିଚା ମନ୍ଦିରର ମହାବେଦୀରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ହୋଇଥିଲେ। ସ୍କନ୍ଦ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁ ଶ୍ରୀ ଜଗନ୍ନାଥ ଦାରୁ ରୂପରେ ରାଜା ଇନ୍ଦ୍ରଦ୍ୟୁମ୍ନ ତଥା ରାଣୀ ଗୁଣ୍ଡିଚାଙ୍କୁ କହିଥିଲେ, ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ପୁଷ୍ୟା ନକ୍ଷତ୍ରରେ ମୋତେ ଶ୍ରୀମନ୍ଦିରରୁ ରଥାରୂଢ଼ କରାଇ ମୋର ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଆଣିବ ଏବଂ ମୋ ସହିତ ଶ୍ରୀମନ୍ଦିରରେ ପୂଜା ପାଉଥିବା ବଡ଼ ଭାଇ ଶ୍ରୀ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ମଧ୍ୟ ରଥାରୂଢ଼ କରାଇ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଇବ। ମୋର ଏହି ଯାତ୍ରା ନବଦିନାତ୍ମକ ଯାତ୍ରା ହେବ, ଅର୍ଥାତ୍ ଶ୍ରୀମନ୍ଦିରରୁ ଯାତ୍ରା ଆରମ୍ଭ କରି ଗୁଣ୍ଡିଚା ମନ୍ଦିର ଯାଇ ପୁଣି ଶ୍ରୀମନ୍ଦିର ଫେରିବା ପାଇଁ 9 ଦିନ ସମୟ ନେବ। ସ୍କନ୍ଦ ପୁରାଣରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ସ୍ୱୟଂ ବ୍ରହ୍ମାଣ୍ଡ ଠାକୁର ବିଷ୍ଣୁ ନିଜ କଥା ଅନୁଯାୟୀ ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ଠାରୁ ଶ୍ରୀମନ୍ଦିରରୁ ବାହାରି ଶ୍ରୀ ଗୁଣ୍ଡିଚା ମନ୍ଦିର ଯାତ୍ରା କରିଥାନ୍ତି ଏବଂ ନବମ ଦିନରେ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଭଗବାନ ବିଷ୍ଣୁ ନୃସିଂହ, ବାମନ, ପରଶୁରାମ, ରାମ, କୃଷ୍ଣ ପ୍ରଭୃତି ଅଂଶରେ ଅବତାର ଗ୍ରହଣ କରି ସଂସାରକୁ ପତନ ମୁଖରୁ ରକ୍ଷା କରିବା ପାଇଁ ନିଜ ଅବତାରର ସାର୍ଥକତା ଶେଷ କରି ପୁଣି ନିରାକାର ବ୍ରହ୍ମରେ ଲୀନ ହୋଇଛନ୍ତି। କିନ୍ତୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସ୍ୱୟଂ ଅବତାରୀ, ପରମ ବ୍ରହ୍ମ, ପୂର୍ଣ୍ଣବ୍ରହ୍ମ। ତେଣୁ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନରେ ମଣିଷ କ'ଣ, ଦେବାଦେବୀଙ୍କ ଠାରୁ ଆରମ୍ଭ କରି ସମସ୍ତ ପ୍ରାଣୀ ଜଗତ ତଥା ଅଶରୀରୀମାନେ ମୋକ୍ଷପ୍ରାପ୍ତ ହୋଇଯାଆନ୍ତି, ସଂସାର ଜନ୍ମ ମୃତ୍ୟୁ ଚକ୍ରରୁ ନିସ୍ତାର ପାଇଯାଆନ୍ତି। ସେଇଥିପାଇଁ ତ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତାଙ୍କର ଭକ୍ତ ଅଭକ୍ତ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ନିଜେ ଶ୍ରୀମନ୍ଦିରର ରତ୍ନସିଂହାସନରୁ ଓହ୍ଲାଇ ଆସିଥାନ୍ତି ଯେ ସେମାନଙ୍କୁ ଦର୍ଶନ ଦେବେ ଓ ସେମାନଙ୍କର ଦୁଃଖ ଶୁଣିବେ, ଦୁଃଖ ଦୂର କରି ସାଂସାରିକ ଜୀବନକୁ ସୁଖମୟ କରାଇ ସଂସାରରୁ ଉଦ୍ଧାର କରି ପୁଣି ନିଜ ଶରଣକୁ ନେଇଯିବେ। ସନାତନ ବା ହିନ୍ଦୁ ଧର୍ମର ଏ ତତ୍ତ୍ୱ ସମଗ୍ର ବିଶ୍ୱକୁ ଚମତ୍କୃତ କରିଥାଏ। ଜଗନ୍ନାଥ ଧର୍ମର ଏ ମହିମା ସର୍ବଧର୍ମ ସମନ୍ୱୟ ବାଣୀରେ ସମଗ୍ର ବିଶ୍ୱକୁ ଝଙ୍କୃତ କରି ହିନ୍ଦୁ ଧର୍ମର ଶ୍ରେଷ୍ଠତାକୁ ପ୍ରତିପାଦିତ କରିଥାଏ। ପୁନଶ୍ଚ ହିନ୍ଦୁ ଜ୍ୟୋତିଷୀୟ ତଥ୍ୟ ଅନୁଯାୟୀ ଆମର ବିଶ୍ୱ 9 ଗୋଟି ଗ୍ରହକୁ ନେଇ ଗଠିତ, ଯଥା ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି,
ଶୁକ୍ର, ଶନି, ରାହୁ ଓ କେତୁ। ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ମଧ୍ୟ ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଠାରୁ ଆରମ୍ଭ ହୋଇଥିବା ରଥଯାତ୍ରା ଆଷାଢ଼ ଶୁକ୍ଳପକ୍ଷ ଦଶମୀରେ ଶେଷ ହୋଇଥାଏ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଏହି 9 ଦିନର ଯାତ୍ରା ନବଗ୍ରହଙ୍କ ସହିତ ଘନିଷ୍ଠ ସମ୍ପର୍କକୁ ମଧ୍ୟ ବୁଝାଇଥାଏ। ସପ୍ତାହର 7ଟି ଦିନ 7ଟି ଗ୍ରହଙ୍କ ନାମରେ ନାମିତ। ଉଦାହରଣ ସ୍ୱରୂପ ରବିବାର ସୂର୍ଯ୍ୟଙ୍କ ବାର, ସୋମବାର ଚନ୍ଦ୍ରଙ୍କ ବାର, ମଙ୍ଗଳବାର ମଙ୍ଗଳଙ୍କ ବାର, ବୁଧବାର ବୁଧ ଗ୍ରହଙ୍କ ବାର, ଗୁରୁବାର ବୃହସ୍ପତିଙ୍କ ବାର, ଶୁକ୍ରବାର ଶୁକ୍ର ଗ୍ରହଙ୍କ ନାମରେ ନାମିତ, ଶନିବାର ଶନି ଗ୍ରହଙ୍କ ନାମରେ ନାମିତ। ଏଣୁ ଏହି 9 ଦିନ ଯାତ୍ରା 7 ଦିନ ମଧ୍ୟରୁ ସେ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଦିନଟିକୁ ରାହୁଙ୍କ ନାମରେ ଉତ୍ସର୍ଗ କରିଥାନ୍ତି ତ ବାହୁଡ଼ା ଯାତ୍ରା ଦିନଟିକୁ କେତୁଙ୍କ ନାମରେ ସମର୍ପିତ କରିଥାନ୍ତି। ଅବଶିଷ୍ଟ 7ଟି ଦିନ ନିର୍ଦ୍ଦିଷ୍ଟ ବାର ଅନୁସାରେ ନିର୍ଦ୍ଦିଷ୍ଟ ଗ୍ରହଗୁଡ଼ିକୁ ଯଥାମାନ୍ୟ ଦେଇ ସେହି ଗ୍ରହଗୁଡ଼ିକର ସ୍ୱରୂପ ଧାରଣ କରିଥାନ୍ତି ଏବଂ ସେହି ଗ୍ରହଙ୍କର ରଙ୍ଗ ଅନୁଯାୟୀ ଯଥା ରବିଙ୍କ ଲାଲ ରଙ୍ଗ ପରି ରବିବାରରେ ଲାଲ ରଙ୍ଗ ବସ୍ତ୍ର, ସୋମବାରରେ ଧବଳ ବସ୍ତ୍ର, ମଙ୍ଗଳବାରରେ ଲାଲ ବସ୍ତ୍ର, ବୁଧବାରରେ ସବୁଜ ବସ୍ତ୍ର, ଗୁରୁବାରରେ ହଳଦିଆ ବର୍ଣ୍ଣର ବସ୍ତ୍ର, ଶୁକ୍ରବାରରେ ଧବଳ ବର୍ଣ୍ଣର ବସ୍ତ୍ର ଏବଂ ଶନିବାରରେ କଳା ରଙ୍ଗର ବସ୍ତ୍ର ପିନ୍ଧିଥାନ୍ତି। ତେଣୁ ଏ ରଥଯାତ୍ରାର ଏ 9 ଦିନ ଯାକ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶୁଦ୍ଧ ମନରେ ଦର୍ଶନ କରି ପୂଜାର୍ଚ୍ଚନା କଲେ ସମସ୍ତ ନବଗ୍ରହଙ୍କର ଦୋଷ ଖଣ୍ଡନ ହୋଇଥାଏ ଏବଂ ସମସ୍ତ ନବଗ୍ରହ ଗୁଡ଼ିକ ଶୁଭ ଫଳ ପ୍ରଦାନ କରିଥାନ୍ତି। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର।